ସମସ୍ତଙ୍କୁ ନମସ୍କାର ଏବଂ ମୁଁ ଆଶା କରେ ଆପଣମାନେ ସମସ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦୟା ସକାଶୁ ଭଲରେ ଅଛନ୍ତି। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ଯୀଶୁ କାହିଁକି ଜନ୍ମ ହେଲେ ତାହାର ତିନୋଟି ଉଦ୍ଦେଶ୍ୟ ସମ୍ବନ୍ଧୀୟ ଆମମାନେ ପବିତ୍ର ଶାସ୍ତ୍ର ବାଇବଲରୁ ଆମମାନେ ପାଠ କରିବା। ବାସ୍ତବରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏଥି ନିମନ୍ତେ ଜନ୍ମଗ୍ରହଣ କଲେ କି ସମୁଦାୟ ମାନବ ଜାତି ଯେ ପ୍ରକାର ପାପରୁ ପରିତ୍ରାଣ ପାଇବେ, ଏଥି ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ଧରାପୃଷ୍ଠରେ ମାନବ ରୂପ ଧାରଣ କରି ସେ ଜନ୍ମ ନେଲେ। ମନୁଷ୍ୟ ପାପରୁ ମୁକ୍ତି ପାଇବା ପାଇଁ କୌଣସି ମାର୍ଗ ପାଇଲେ ନାହିଁ, ଅବା ଏହି ଜଗତରେ କୌଣସି ଏକ ମାର୍ଗ ନାହିଁ ଯେ ପାପରୁ ଆମମାନଙ୍କୁ ପରିତ୍ରାଣ ମିଳିପାରେ। କେବଳ ଗୋଟିଏ ମାତ୍ର ମାର୍ଗ ଅଛି, ତାହା ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା। ଏଥି ନିମନ୍ତେ ପବିତ୍ର ଶାସ୍ତ୍ର ବାଇବଲରେ ଏହି ପ୍ରକାର ଲେଖାଯାଏ, ଜହନ ଅଧ୍ୟାୟ 17:3 ଆଉ ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ ଅଟେ। ତ ପ୍ରଭୁ ଯୀଶୁ କିଏ ଅଟନ୍ତି? ଯେତେବେଳେ ଆମ୍ଭେମାନେ ଜହନ ଅଧ୍ୟାୟ 14 ତାର 6 ଆମ୍ଭେମାନେ ପାଠ କରୁ, ଏଠାରେ ଏହି ପ୍ରକାର ଲେଖାଯାଏ, ଯୀଶୁ ତାହାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ। ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ସେହି ପ୍ରଭୁ ଯୀଶୁ ପଥ ଅଟନ୍ତି, ସତ୍ୟର ପଥ ଅଟନ୍ତି, କାରଣ ସେ ସତ୍ୟ ଅଟନ୍ତି ଏବଂ ସେ ଜୀବନ ଅଟନ୍ତି। ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ପରିତ୍ରାଣ ପ୍ରାପ୍ତ ହୁଅନ୍ତି। ଏଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରାପୃଷ୍ଠରେ ଜନ୍ମ ହେଲେ। ପ୍ରଥମ ବିଷୟ, ପାପରୁ ପରିତ୍ରାଣ ଦେବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତରେ ଜନ୍ମଗ୍ରହଣ କଲେ। ମାଥ୍ୟୁ ଅଧ୍ୟାୟ 1 ତାର 21 ଆପଣମାନେ ପାଇପାରିବେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏଥିପାଇଁ ଜନ୍ମଗ୍ରହଣ କଲେ, ସେ ସମୁଦାୟ ମାନବ ଜାତିକୁ ପାପରୁ ପରିତ୍ରାଣ ଦେବା ନିମନ୍ତେ ଜନ୍ମଗ୍ରହଣ କଲେ। ଦ୍ୱିତୀୟ ବିଷୟ, ଯେତେବେଳେ ମାଥ୍ୟୁ ଅଧ୍ୟାୟ 18 ତାର 11 ଆମମାନେ ପାଠ କରୁ, ଏଠାରେ ଏହି ପ୍ରକାର ଲେଖାଯାଏ, କାରଣ ଯାହା ହଜିଯାଇଅଛି ତାହା ରକ୍ଷା କରିବା ନିମନ୍ତେ ମନୁଷ୍ୟପୁତ୍ର ଆସିଅଛନ୍ତି। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଯାହା ହଜିଯାଇଅଛି ତାହା ଖୋଜି ରକ୍ଷା କରିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରାପୃଷ୍ଠରେ ଜନ୍ମଗ୍ରହଣ କଲେ। ଯେତେବେଳେ ଆମମାନେ ପାପରେ ହଜିଯାଇଥିଲୁ, ଭୁଲ ପଥ ମଧ୍ୟ ଦେଇ ଆମମାନେ ଗମନ କରିଥିଲୁ, ଏହି ସମସ୍ତ ଠାରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଖୋଜି ରକ୍ଷା କରିବା ପାଇଁ ସେ ଆସିଲେ। ଏହି ଧରାପୃଷ୍ଠରେ ଅନେକ ରକ୍ଷା କରିବା ପାଇଁ ଅନେକ ମନୁଷ୍ୟ ଜାତ ହେଲେ, କେହି ବି ମନୁଷ୍ୟକୁ ରକ୍ଷା କରିପାରିଲେ ନାହିଁ। ସେମାନଙ୍କର ନିଜ ନିଜର ଜୀବନ ଏହି ଜଗତରେ ଚାଲିଗଲା। କିନ୍ତୁ ଜଣେ ମାତ୍ର ଯେ ମନୁଷ୍ୟକୁ ରକ୍ଷା କରିବା ପାଇଁ ଆସିଲେ, ସେ ପ୍ରଭୁ ଯୀଶୁଖ୍ରୀଷ୍ଟ। ତାହାଙ୍କୁ ମାରି ଦିଆଗଲା, ତଥାପି ସେ 3 ଦିନରେ ଉତ୍ଥିତ ହେଲେ। ସେ ହିଁ କେବଳ ମନୁଷ୍ୟ ଜାତିକୁ ରକ୍ଷା କରିପାରିଲା। ହଁ ପ୍ରିୟ ବନ୍ଧୁଗଣ, କୌଣସି ମନୁଷ୍ୟ ଆମମାନଙ୍କୁ ରକ୍ଷା କରିପାରେ ନାହିଁ, କେବଳ ଯୀଶୁ ହିଁ ଆମମାନଙ୍କୁ ରକ୍ଷା କରିପାରନ୍ତି। ଏଣୁ ସେ ମୃତ୍ୟୁବରଣ କଲେ, ସମାଧି ପ୍ରାପ୍ତ ହେଲେ, ତଥାପି ସେ 3 ଦିନ ପରେ ଉତ୍ଥିତ ହେଲେ। ଏଣୁ ପ୍ରିୟ ବନ୍ଧୁଗଣ, ଆମେ ସେ ପ୍ରଭୁ ଯୀଶୁ ଆମମାନଙ୍କୁ ଖୋଜି ରକ୍ଷା କରିବାକୁ ଆସିଲେ। ଏଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କଲେ ଯେ ସମୁଦାୟ ମାନବ ଜାତିକୁ ଖୋଜି ରକ୍ଷା କରିବାକୁ ସେ ଜନ୍ମଗ୍ରହଣ କଲେ। ତୃତୀୟ ବିଷୟ, ଯେତେବେଳେ ଆମ୍ଭେମାନେ ମାଥ୍ୟୁ ଅଧ୍ୟାୟ 1 ତାର 23 ପାଠ କରୁ, ଏଠାରେ ଆମେ ଏହି ପ୍ରକାର ଦେଖିବାକୁ ପାଉ, ରକ୍ଷାପ୍ରାପ୍ତ ମାନଙ୍କ ସହିତ ରହିବା ପାଇଁ ସେ ଜନ୍ମଗ୍ରହଣ କଲେ। ଯେତେବେଳେ ଆମମାନେ ପାପ ପ୍ରତି ମୃତ ହୋଇଥିଲୁ, ସେତେବେଳେ ପ୍ରଭୁ ଯୀଶୁ ଆମମାନଙ୍କ ନିମନ୍ତେ ପାପରୁ ପରିତ୍ରାଣ ଦେବା ନିମନ୍ତେ ସେ ଜନ୍ମଗ୍ରହଣ କଲେ। ପୁଣି ଆମମାନଙ୍କୁ ଖୋଜି ରକ୍ଷା କରିବାକୁ ସେ ଜନ୍ମଗ୍ରହଣ କଲେ।
ପୁଣି ଯେଉଁମାନେ ରକ୍ଷା ପ୍ରାପ୍ତ ହେଲେ ସେମାନଙ୍କ ସହିତ ରହିବା ପାଇଁ, ତାର ଅର୍ଥ ସେ ଇମ୍ମାନୁଏଲ ପରମେଶ୍ୱର ଆମମାନଙ୍କ ସହିତ ରହିବା ପାଇଁ ସେ ଜନ୍ମଗ୍ରହଣ କଲେ। ତାହା ବି ଗୋଟିଏ ଦିନ, 2 ଦିନ, ମାସେ, ବର୍ଷେ ସେମିତି ନାହିଁ ପ୍ରିୟ ବନ୍ଧୁଗଣ। ଚିରକାଳ ସ୍ଥାୟୀ ଆମମାନଙ୍କ ସହିତ ରହିବା ପାଇଁ ସେ ଜନ୍ମଗ୍ରହଣ କଲେ। ଏଥିପାଇଁ ଆସୁ ପ୍ରଭୁ ଯୀଶୁ କାହିଁକି ଜନ୍ମ ହେଲେ, ତାର 3ଟି ଉଦ୍ଦେଶ୍ୟ। ପ୍ରଥମଟି ହେଉଛି ସମସ୍ତ ମାନବ ଜାତିକୁ ପାପରୁ ପରିତ୍ରାଣ ଦେବା ନିମନ୍ତେ। ଦ୍ୱିତୀୟ ହେଉଛି ସମସ୍ତ ମାନବ ଜାତିଙ୍କୁ ଖୋଜି ରକ୍ଷା କରିବାକୁ ସେ ଜନ୍ମଗ୍ରହଣ କଲେ। ତୃତୀୟ ବିଷୟଟି ହେଉଛି ରକ୍ଷାପ୍ରାପ୍ତ ସମସ୍ତ ମାନବ ଜାତିଙ୍କ ସହିତ ସେ ରହିବା ପାଇଁ, ଅର୍ଥାତ୍ ଇମ୍ମାନୁଏଲ ପରମେଶ୍ୱର ହୋଇ ରହିବା ପାଇଁ ସେ ଏହି ଧରାପୃଷ୍ଠରେ ଜନ୍ମଗ୍ରହଣ କଲେ। ଏଣୁ ଆସନ୍ତୁ ପ୍ରିୟ ବନ୍ଧୁଗଣ, ଏହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମମାନେ ନିଜ ଜୀବନରେ ବିଶ୍ୱାସ କରିବା, ତାଙ୍କୁ ଆମମାନେ ଗ୍ରହଣ କରିବା, ତାଙ୍କରି ଆଜ୍ଞା ମାନି ଆମମାନେ ଚାଲିବା। ତେବେ ଆମମାନଙ୍କର ଜୀବନରେ ଅନୁଗ୍ରହ ପ୍ରାପ୍ତ ହେବା। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ଏହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମମାନେ ବିଶ୍ୱାସ କରିବା, ତେବେ ଆମମାନେ ପରିତ୍ରାଣ ପ୍ରାପ୍ତ ହେବା। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ଏହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ନିଜ ଜୀବନକୁ ସମର୍ପଣ କରିବା ଏବଂ ଅନନ୍ତ ଜୀବନର ଅଧିକାର ପ୍ରାପ୍ତ ହେବା। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜିର ଏହି ଅଳ୍ପ ଆଲୋଚନା ମଧ୍ୟ ଦେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ସମସ୍ତଙ୍କୁ ବାହୁଲ୍ୟ ରୂପେ ଅନୁଗ୍ରହ କରନ୍ତୁ।